କାହାକୁ ବି ନିଜ ଗାଁରୁ ଦୂର ଗାଁକୁ ଯିବାକୁ ହେଲେ ଏହି ପୋଲ ରାସ୍ତା ଦେଇ ଅଳ୍ପ ବାଟ ଲାଗିଥାଏ। କିନ୍ତୁ ପୋଲ ପାର କରିବା ପରେ ସଙ୍ଗୀସୁଧା ନାମକ ସମାଧି ପାଖରେ ଥିବା ଗୋଟିଏ ଗାତରେ ଗୋଟିଏ ମୁଠା ଖଇ ଆଉ ମୁଢ଼ି ପକେଇ 15ଟା ପୂର୍ଣ୍ଣିମା ପାର ହେବା ପୂର୍ବରୁ ହିଁ ପୁଣି ଥରେ ପୋଲ ପାର କରିବା ପାଇଁ ପ୍ରତିଜ୍ଞା କରିବାକୁ ପଡ଼ିଥାଏ। ଯଦି 12ଟା ପୂର୍ଣ୍ଣିମା ପାର ହେବା ପରେ ଗାଁରେ ପାଦ ରଖନ୍ତି ତେବେ ପ୍ରତିଜ୍ଞା କରିଥିବା ସେ ଲୋକଟିର ବାମ ହାତକୁ କାଟି ରକ୍ତ ପିଇଯାଏ ସମାଧିରେ ରହିଥିବା ସଙ୍ଗୀସୁଧା ପିଶାଚିନୀ। ଜଣା ନାହିଁ ଏତେ ଅଜବ ନିୟମର ପାଳନ କାହିଁକି କରୁଛନ୍ତି। କ'ଣ ସତରେ ପୋଲରେ ନ ଫେରିଥିବା ଲୋକଙ୍କୁ ସଙ୍ଗୀସୁଧା ପିଶାଚିନୀ ବାମ ହାତ କାଟିଦିଏ? କିନ୍ତୁ ହଁ, ସେଇ ଗାଁରେ କିଛି ଲୋକଙ୍କର ବାମ ହାତ ନଥିଲା। ଏମିତି ସେଇ ଗାଁରେ 10 ବର୍ଷ ପୂର୍ବରୁ ଆସିଥିଲେ କାମ କରିବା ପାଇଁ ଯାଦବ ପରିବାର। ବିଶାଲ ଯାଦବର ବାପାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ମା ସହିତ ମିଶିକି ବ୍ୟବସାୟ କରି ଜୀବନ ଅତିବାହିତ କରୁଥିଲା। ଏତିକିରେ ତାକୁ ଆର୍ମିରେ ଚାକିରି ମିଳିଗଲା। ଆଉ କିଛି ସମୟ ପରେ ଝାନ୍ସୀ ସହିତ ବିବାହ ହେଲା। ବର୍ଡର ଉପରକୁ ଯିବା ପୂର୍ବରୁ ସଙ୍ଗୀସୁଧା ପଥରର ଗାତରେ ସେ ଖଇ ଆଉ ମୁଢ଼ି ପକେଇ ପ୍ରତିଜ୍ଞା କରି ଯାଉଥିଲା। ପ୍ରତି 6 ମାସରେ ଛୁଟିରେ ଆସି ଝାନ୍ସୀ ସହିତ ଖୁସି ଖୁସି ସମୟ ବିତେଇ ପୁଣି ଥରେ ବର୍ଡରକୁ ଫେରି ଯାଉଥିଲା। ଏତିକିରେ ଗୋଟିଏ ଦିନ ଖଲମ ନାମକ ଗୋଟିଏ ବ୍ୟକ୍ତି ବହୁତ ସମୟ ପୂର୍ବରୁ ପ୍ରତିଜ୍ଞା କରି ଗାଁରୁ ବାହାରକୁ ଯାଇଥିଲା। କିନ୍ତୁ 12ଟା ପୂର୍ଣ୍ଣିମା ପୂର୍ବରୁ ସେ ଆଉ ଫେରି ଆସିପାରିଲା ନାହିଁ। ଆଉ ଏବେ ଗାଁ ଆଡ଼କୁ ହିଁ ଯାଉଥିଲା। ଠିକ୍ ସେତିକି ବେଳେ ଆଲେ ଓ କମଲାନନ୍ଦ, କେମିତି ଅଛୁ ବାପା? ଭଲ ଅଛି ଅଜା। ସହରରେ ଯୋଉ ବିଜନେସ କରିଥିଲି ସେଇଥିରେ ପଇସା ବୁଡ଼ିଗଲା। ଋଣ ବି ହେଇଯାଇଛି। ଋଣକୁ ଶୋଧ କରିବା ପାଇଁ ଗାଁର ଜମିଟାକୁ ବିକିଦେବି। ସେଥିପାଇଁ ଗାଁକୁ ଯାଉଥିଲି। ଆଉ ଆରେ ହେଲେ ତୁମକୁ କଥା ଦେଇକି 2 ବର୍ଷ ତ ହେଇଯାଇଥିବ। 12ଟା ପୂର୍ଣ୍ଣିମା ତ କେବେ ସରିଗଲା ତୋର। ଏବେ ଯଦି ସେ ବ୍ରିଜ ପାର କରିବୁ, ସେ ଡାହାଣୀ ଆସିକି ତୋ ହାତ କାଟିକି ସବୁ ରକ୍ତ ଶୋଷିଦବ ରେ। ସାବଧାନ। ଆରେ ଡାହାଣୀ କିଛି ହଉନି। ଏ ଅନ୍ଧବିଶ୍ୱାସ ମୋତେ ରୋକି ପାରିବନି ଅଜା। ଏତିକି କହି ସେ ଶୀଘ୍ର ଶୀଘ୍ର ସେଠାରୁ ଚାଲିଗଲା। ଜଙ୍ଗଲ ପାର କରି ଗାଁ ମୁଣ୍ଡ ପୋଲ ପାଖରେ ପହଞ୍ଚିଲା। ହଠାତ୍ ଅନ୍ଧାର ହେଇଗଲା। ପୋଲ ଉପରେ ପାଦ ରଖିବା ପରେ ଆକାଶର ରଙ୍ଗ କଳା ହୋଇଗଲା। ପରଦିନ ସକାଳେ ମୁଁ ଆକୁ ଯିବା ପାଇଁ ମନା କରିଥିଲି। ସେ ଡାହାଣୀ ଏହାର ହାତ କାଟିକି ରକ୍ତ ଶୋଷିଦବ କହିଥିଲି, ହେଲେ ମୋ କଥା ଶୁଣିଲାନି। ବେଚାରା ମରିଗଲା। ବେଚାରା କମଲାନନ୍ଦ ନିଜ ଜମି ବିକିକି ସେ ଋଣ ଶୋଧ କରିବ କହିଥିଲା। କିଏ ଯଦି ଗାଁକୁ ଯିବ ତାର ସ୍ତ୍ରୀକୁ ଏ ଖବର ଦେଇଦବ। ଏତିକି କହି ଖମନ ନନ୍ଦର ଶବରେ ଅନ୍ତିମ ସଂସ୍କାର କରି ଅସ୍ଥିକୁ ଯତ୍ନରେ ରଖିଲେ। ସେପଟେ ସହରରେ ପିଶାଚିନୀ ବାପାଙ୍କୁ ମାରିଦେଇଛି ବୋଲି ଏତିକି ଜାଣିବା ପରେ ମୁରଲୀ ବାପାଙ୍କର ଅସ୍ଥି ନେବାକୁ ଚାଲିଗଲା।
देख पुओ तू जहा करुचु कर हेले से पोलो पार जमारू हबनी। गाँ छाड़िला बेले से गातरे आमे खई और मुड़ी पकेईकी फेरिकी आसीबु बोली कहिथिलु। तू मते राण दे तू से पोलो पार हबनी। अच्छा माँ मु तुमको कथा दउछि। एतिकी कही निज सांग सहित से गाँ को गला। चाले एठिरु 2 किलोमीटर रास्ता नहीं चालिकी ही जीवाकू पड़िबो। एतिकी कही दुई जण पादरे चली चली से गाँ को गले। ठीक पोलो ऊपर को आसिला परे सुबु ए ब्रिज को मु पार करि पारबिनी। माँ को मु कथा देछि तू गाँ रे जाय कि मो बापांकर अस्थि नहीं कि आसे। ठीक अछि हेले तू आसीथिले भल हेई थांता। एमती रे भी तोते से जमी बिकिबार अछि। हाँ हेले ब्रिज पार करबा मो पाई संभव नुहे। से डाहाणी ए ब्रिज रो रक्षा करूछि। गाँरु जदि सहर को जीवु हेले कथा देबाकू पड़ुछि। कथा देवा परे 12टा पूर्णिमा भितरे ही ब्रिज क्रॉस करबाकू पड़े। आ जदि भूल रे भी तमे जदि 12टा पूर्णिमा परे आसिल डाहाणी तुम हाथ काटिकी सबु रक्त शोषी दब। आ जदि कथा न दे कि ब्रिज पार करिबा जदि तमे कथा दबनी हेले तमे से ब्रिज पार करि पारिबनी। आ जदि तमे चेष्टा कल से डाहाणी तुम मुंडो काटिकी तुमको सेठी ही मारी पकेइबो। बाप रे एटा केमिति गाँ फेरिबा बेले मते कथा देबाकू पड़िबो ना नाई। भल हबो जदि तमे कथा देकी आसीबो। अच्छा हेला आउ तमे एठी ही छिड़ा हुओ मु जाई कि अस्थि नहीं के आसुछि। एतिकी कही गाँर मुखियांक पाखकू जाई निजर परिचय दे अस्थि को नहीं आसिला। कमलनंद्र निजर जमी सुंदर राव किणिबा पाई प्रस्तुत अछि हेले से उठी पारुनी। से ब्रिज पार करिकी सेपटे जाई पारुनी आ मुरली भी ए पटको आसी पारुनी। एबे मु कोन करिबी। एटा गोटे कथा से जमीर टंका आपण मते दे दियंतु मु जाईकी ताकू दे देबी। एमिति तो के टंका दबनी भाई सेथिपाई क्रेता और विक्रेता दुई जनंकु ही साइन करबाकू पड़ुछि। राव अंकल एबे भल अछंती जहा किछि भी हो मु रटलारे तांकु नहीं आसीबी। से अस्थि नहीं पोलो पार करी से संगी सुधा समाधि पाखरे थिबा गातरे खई और मुड़ी पकई प्रतिज्ञा नहीं चली आसिला। तम पे ऋण शोध करबा सबुठु बड़ जिंस। हाँ देबाकू तो पड़िबो ही। मुखिया जहा कहले सुबु से सबु कथा कहिला। सुंदर राव एठी आसी पारिबेनी मु सेपटको जाई पारिबिनी। जमीटा बिकिबी तो बिकिबी केमिति। मो पाखरे गोटे उपाय अछि ब्रिज पार करबा सेटा ही प्रॉब्लम ना। जदि हमें ब्रिज पार न करे कि तळरू पहरी की जीवा तो भल हबो ना। केते बढ़िया आइडिया देलु रे तू। चल जमी बिकिकी सबु पैसा रु सबु धार चुक्ता कर देबा। एतिकी कही से अस्थि कलश को से जगार रखी दुई जण नदी रे पहरी पहरी जाउथिले। पोल जदि पार करिथांत ताले हाथ ही यथेष्ट थांता हेले प्रतिज्ञा करी मते प्रतारणा देले निज आखिरे से सब किछि देखिला आ मुंड बुले अचेत होई से जगार ही पड़ीगला। रातिरे जहा भी किछि ହେଲା सुबु सकाळे समस्त को से कथा कहिला। तमे मिति काहे की करिलो। से डाहाणी ठु बंचिबा एते सहज नुहे। तम 12टा पूर्णिमा बाकी अछि सेतिपाई से छाडिला। एमिति किछि दिन बीतीगला परे गोटिए दिन विशाल बॉर्डर गाँ को फेरिकी आसिला। तेबे मुखिया ताको देखिकी अरे विशाल केमिति अच्छा तमे
ତମ ପାଇଁ ଗୋଟେ ଭଲ ଖବର ଅଛି, ତମର ପୁଅ ହେଲା, ଜାଣିଲ? ଏଇ ସବୁ କଥା ଶୁଣି ବିଶାଲ ଦୌଡ଼ି ଦୌଡ଼ି ଘରକୁ ଗଲା ଆଉ ଛୁଆଟି ସହିତ ଖୁସି ଖୁସି ଗୋଟିଏ ମାସ ବିତେଇଲା ପରେ ଛୁଟି ସରିଲା ପରେ ବର୍ଡରକୁ ଫେରିଗଲା। ଝିଅ ମାର ଭଲସେ ଖ୍ୟାଲ ରଖିବ, ମୁଁ ଅତି ଶୀଘ୍ର ଫେରି ଆସୁଛି। ଠିକ ଅଛି, ନିଜର ଧ୍ୟାନ ରଖିକି ଯାଅ। ବିଶାଲ ପୋଲ ପାର କରିବା ପରେ ଖଇ ମୁଡ଼ି ସେ ପଥର ଗାତରେ ପକେଇ ପ୍ରତିଜ୍ଞା କରି ଚାଲିଗଲା। ଏହିଭଳି ଦିନ ବିତିଗଲା। ଏପଟେ ବର୍ଡରରେ ଛୋଟ ଛୋଟ ଯୁଦ୍ଧ ପାଇଁ 6 ମାସ ହେଲା ପରେ ମଧ୍ୟ ବିଶାଲକୁ ଛୁଟି ମିଳିଲାନି। ସବୁଦିନ ମା ଝିଅ ଆଉ ସ୍ତ୍ରୀକୁ ମନେ ପକେଇ କେବେ ସେ ଗାଁକୁ ଯିବ ଆଉ ସେ 3 ଜଣଙ୍କୁ ଦେଖିବ ଅପେକ୍ଷା କରିଥିଲା। କିଛି ଦିନ ପରେ ଯୁଦ୍ଧ ସରିଗଲା। ଛୁଟି ମିଳିବା ପରେ ସେ ଖୁସି ଖୁସି ଗାଁକୁ ଯିବାକୁ ଲାଗିଲା। ଘୋଡ଼ା ଗାଡ଼ିରୁ ଓହ୍ଲେଇଲା, ଖୁସିରେ ଗାଁ ଆଡ଼କୁ ଯିବାକୁ ଲାଗିଲା। ପୋଲ ଉପରକୁ ପହଞ୍ଚିବା ଆଗରୁ ହଠାତ୍ ଅନ୍ଧାର ହୋଇଗଲା। ପୋଲର ମଝି ଭାଗରେ ବିଶାଲ ପହଞ୍ଚିଲା ପରେ ହଠାତ୍ ଆକାଶରେ କଳା ରଙ୍ଗର ବାଦଲ, ଜୋରେ ଘଡ଼ଘଡ଼ି ଆଉ ବିଜୁଳି ଆଉ ପକ୍ଷୀମାନେ ଏପଟ ସେପଟ ଉଡ଼ୁଥିଲେ। ଏଇ ସବୁ ଜିନିଷ ଦେଖି ବିଶାଲର ହୋସ୍ ଉଡ଼ିଗଲା। ତେବେ ତାର ମନେ ପଡ଼ିଲା ଯେ ତାର ପ୍ରତିଜ୍ଞା କରିବାର 12ଟା ଅମାବାସ୍ୟା ପାର ହୋଇସାରିଲାଣି। ମୁଁ ଭୋକିଲା ଅଛି। ବହୁତ ଠିକ ସମୟରେ ତୁ ମିଳିଲୁ ମତେ। ବହୁତ ଦିନ ହେଲା ସବୁ ଲୋକ ବହୁତ ସାବଧାନତାର ସହିତ ମୋ ପ୍ରତିଜ୍ଞାକୁ ଭାଙ୍ଗୁ ନଥିଲେ। ମୁଁ ଏଠି ପାଗଳ ହେଇସାରିଲିଣି। ବିଚରା ବିଶାଲ ସେଇଠି ଗଳି ପଡ଼ିଲା। ତା ପରଦିନ କିଛି ଲୋକ ବେହୋସ ହୋଇ ପଡ଼ିଥିବା ବିଶାଲକୁ ଘରେ ପହଞ୍ଚେଇଲେ। ଗୋଟିଏ ହାତ ବିନା ବିଶାଲକୁ ଦେଖି ମା ଆଉ ଝାନ୍ସୀ ବହୁତ ମନ ଦୁଃଖ କଲେ। ସ୍ୱାମୀ ସହିତ ଏଇଭଳି ହୋଇଥିଲା, ସେଥିପାଇଁ ରାଗିକି କୌଣସି ବି ପ୍ରକାରରେ ସେ ସଙ୍ଗିନୀ ପିଶାଚିନୀକୁ ଶେଷ କରିବା ପାଇଁ ଗାଁକୁ ଏହି ଅଭିଶାପରୁ ମୁକ୍ତ କରିବାକୁ ଚାହୁଁଥିଲା। ଏହିଭଳି ସେ ଗାଁର ମୁଖିଆଙ୍କ ପାଖରେ ଯାଇ ପହଞ୍ଚିଗଲା। ମହାଜନ ଆଜ୍ଞା, ପିଶାଚିନୀର ଏମିତି ଆମେ କଣ କ୍ଷତି କରୁଛୁ ଯେ ସିଏ ଆମ ସହିତ ଏମିତି କରୁଛି? କଣ ୟାର କିଛି ଅନ୍ତ ନାହିଁ? ସୀମା, ବହୁ ବର୍ଷ ଆଗରେ ଆମ ପୂର୍ବପୁରୁଷ ମାନଙ୍କୁ ଗାଁ ବାହାରେ ଯିବାକୁ ପଡୁଥିଲା। ନଈ ପାଖରେ ଥିବା ପାହାଡକୁ ପାର କରି ସେଇଠି ଥିବା ଜଙ୍ଗଲରେ ଜନ୍ତୁମାନଙ୍କ ହାତରେ ଆମ ଗାଁ ଲୋକମାନେ ମରୁଥିଲେ। ତାପରେ ସେମାନେ ଡଙ୍ଗାରୁ ଯିବା ଆରମ୍ଭ କଲେ। ଡଙ୍ଗାରେ ଯିବା ବେଳେ ଟିକେ ସୁବିଧା ତ ହେଲା, ହେଲେ ନଈର ପାଣି ବଢିଗଲେ ହେଲେ ତାର ଜୁଆରରୁ ଡଙ୍ଗା ବୁଡିକି କେତେ ଲୋକମାନେ ମରି ଯାଇଛନ୍ତି। ହେଲେ ଆମ ପୂର୍ବପୁରୁଷ ମାନେ ଏଠି ଗୋଟେ ବ୍ରିଜ ବନେଇବା ପାଇଁ ଭାବିଲେ, ହେଲେ ଏଠି ଖୋଳିବା ବେଳେ ଗୋଟେ ପରେ ଗୋଟେ 113 ଜଣ ଶ୍ରମିକ ରକ୍ତ ବାନ୍ତି କରିକି ମରିଗଲେ। ହେଲେ ବ୍ରିଜର କାମ ଆରମ୍ଭ ହେଇପାରିଲାନି। ଗୋଟେ ଖରାପ ଶକ୍ତି ବ୍ରିଜର କାମକୁ ଅଟକଉଥିଲା। ଏଟା ଆମ ପୂର୍ବପୁରୁଷ ବୁଝି ଯାଇଥିଲେ, ସେଥିପାଇଁ ସେ ଗୋଟେ ତାନ୍ତ୍ରିକକୁ ଆଣିଲେ। 800 ବର୍ଷ ପୂର୍ବରୁ ଏଇଠି ଗୋଟେ ବ୍ରିଜ ଶକ୍ତିକୁ ପୋତା ହେଇଥିଲା। ତା ନାଁ ହେଲା ସଙ୍ଗୀ ସୁଧା ଡାହାଣୀ। ସିଏ ଏଇଠି ରହିଲେ ଆପଣମାନେ ବ୍ରିଜର କାମ ଆରମ୍ଭ କରିପାରିବେନି।
जदि भी आरंभ कले से डाहाणी काहाकू भी छाड़बनी। साधु बाबा आपणଙ୍କୁ ଯାହା କରିକି ବି ଏମାନଙ୍କୁ ବଞ୍ଚେଇବାକୁ ପଡ଼ିବ। ବ୍ରିଜ ନ ରହିଲେ ଜଙ୍ଗଲରେ ଜନ୍ତୁଙ୍କ ହାତରେ ନହେଲେ ନଈରେ ବୁଡ଼ିକି ସମସ୍ତେ ମରି ଯାଉଛନ୍ତି। ଠିକ ଅଛି, ହେଲେ ମୁଁ ଯେମିତି କହୁଛି ସେମିତି କର। ସେ ତାନ୍ତ୍ରିକ କଖାଦ ଯନ୍ତ୍ର ଦେଇକି ସେ ଡାହାଣୀକୁ କାବୁ କରି ତାକୁ ଗୋଟେ ସର୍ତ୍ତ ପାଇଁ କହିଲା। ବ୍ରିଜ ପାର କରୁଥିବା ଲୋକମାନେ ତାଙ୍କୁ କଥା ଦେଇକି ପଥର କଣାରେ ଖଇ ଆଉ ମୁଡ଼ି ଦେଇକି ତାଙ୍କୁ ତୃପ୍ତ କରିବ। 12ଟା ପୂର୍ଣ୍ଣିମା ଭିତରେ ହିଁ ତାକୁ ବ୍ରିଜର ପାର ଯିବାକୁ ପଡ଼ିବ, ନହେଲେ ଡାହାଣୀ ତାର ହାତ କାଟିକି ସବୁ ରକ୍ତ ଶୋଷିଦେବ। ଏ ସର୍ତ୍ତକୁ ହଁ କହିବା ପରେ ହିଁ ବ୍ରିଜର କାମ ଆରମ୍ଭ ହେଲା। ସଙ୍ଗୀ ସୁଧାର ଅର୍ଥ ହେଲା ସଡ଼ିବା ଲାଶ। ସିଏ ସୁଗାନାର ଗୋଟେ ପୋକକୁ ରକ୍ତ ଭିତରେ ଛାଡ଼ିଦିଏ। ସେଥିପାଇଁ ଏହାର କାମୁଡୁଥିବା ଲୋକମାନଙ୍କୁ ଉପରୁ ବହୁତ ଭଲ ଦିଶୁଛନ୍ତି, ହେଲେ 7 ବର୍ଷ ପରେ କିଛି ନା କିଛି ରୋଗ ହେଇକି ରକ୍ତ ବାନ୍ତି କରି କରିକି ସେମାନେ ମରୁଛନ୍ତି। ସାବଧାନ, ସେ ଡାହାଣୀକୁ ଛାଡ଼ିବା ବହୁତ କଷ୍ଟ। ମୁଁ କଥା ଦେଇଥିଲି, ହେଲେ ରହସ୍ୟ ଆଜି ପର୍ଯ୍ୟନ୍ତ କିଏ ବି ଜାଣୁନଥିଲେ। ମୁଁ ତମକୁ କହିଲି, ମୁଁ ତମକୁ ହିଁ କହୁଛି, ଏମାନେ କାମୁଡିଥିବା ଲୋକମାନେ 7 ବର୍ଷ ହିଁ ବଞ୍ଚୁଛନ୍ତି। हे भगवान आपण कौन कहते? तामाने मो स्वामी गाँव को आसी भूल करछंती। मो स्वामी जीवन बंचिबार कौन उपाय नहीं। मो गाँ लोकंकु से डाहाणी हाथरू रक्षा करने पाई बहुत तांत्रिक सांगरे कथा हेतिली माँ, हेले सांगी सुधा डाहाणी ठू बंचिबा असंभव। चिंतारे घर को आसी झांसी सबु कथा ता सासु आगरे कहिला। दुई जण विशाल आगरे बसी मन दुख करुथिले। आपण माने मोठो किछि लुचौछंती, मोते कहूनाहंती काहेकि? झांसी मुखिया पाखरु जहा भी जानिथिला से सबु कथा ता स्वामी को कहिला। दुखित हबनी मां, झांसी तमे कांदीबनी। गोटे सैनिक सांगरे एमिति हेला, एटा सुनिबा परे अन्य लोक माने तो चुप रही पारिबे, हेले मो बाबा हरभजन सिंह ताकू छाड़िबेनी। 1968 रे मरिबा परे भी पूरा निष्ठा देकी देशंकु रक्षा करिबा पई तांकर ही आत्ता। सिक्किम रे तांको मंदिर अछि, तांको जाय की कुह गोटे सोल्जर सांगरे एमिति हेला आ तांको आसिकी बंचेबा पई कुह। मु कहिली ना, गोटे सोल्जर सांगरे एमिति हेछि सुनिले मोर भाई निश्चित रूप रे आसीबे। वीर चक्र रु पुरस्कृत बाबा हरभजन सिंह ताकू उचित शिक्षा देबे। से मंदिर पाखरे तमको कथा देकी जिबा दरकार नहीं, कथा न देकी जाओ, निज साहस को देखाओ। विशाल जेमिति कहिला सेमिति ही प्रतिज्ञा न करी पोलो पार करी सिक्किम रे बाबा हरभजन सिंह मंदिर को गले। कांदी कांदी सबु कथा मूर्ति को कहले। से गांव को फेरी आसिला। पहुंचु पहुंचु बहुत अंधार हो जाइथिला। पोलर मझिरे आसीबा परे पिसाचिनी झांसी ऊपर को आसिला बेले पछरु बाबा हरभजन सिंह आत्मा आसिला। बाबा हरभजन सिंह पई पिसाचिनी रु मुक्त हो जाइथिले।
ଆଉ 7 ବର୍ଷ ବିତିଗଲା ପରେ ମଧ୍ୟ ଲୋକଙ୍କୁ କିଛି ହେଲା ନାହିଁ। ଗାଁରେ ସବୁ ଲୋକ ଖୁସି ଖୁସି ଜୀବନ ବିତେଇଲେ।